ସାଙ୍ଗମାନେ ମନରେ ଆପଣମାନଙ୍କର ଯେତେ କଷ୍ଟ ଥାଉ ଥରେ ଯଦି ଆପଣମାନେ ଜଙ୍ଗଲକୁ ଆସୁଛନ୍ତି ତ ଦେଖିପାରୁଥିବେ ମଳୟ ପବନ ସହିତ ଚଢ଼େଇମାନଙ୍କର କିଚିରି ମିଚିରି ରାବ ଏବଂ ଏଇ ଖରା ସମୟରେ ଫୁଲମାନେ ଦେଖନ୍ତୁ କେତେ ସୌନ୍ଦର୍ଯ୍ୟ ଦେଖାଯାଉଛନ୍ତି। ଓ ଭାଇ, ଏହାକୁ କଳ୍ପନା କରିବା ଆମ ପାଖେ ସମ୍ଭବ ନାହିଁ। ତ ସାଙ୍ଗମାନେ ଦେଖନ୍ତୁ, ମୋ ମନରେ ତ ବହୁତ ସାରା ଶାନ୍ତି ଭରି ଯାଇଛି ଏବଂ ମୁଁ ଜଙ୍ଗଲରେ ବର୍ତ୍ତମାନ ଆଗକୁ ବଢ଼ିବି। ତ ପ୍ରଥମେ ମୁଁ ଏହି ପୁଷ୍ପରୁ ହିଁ ଭିଡ଼ିଓ ଆରମ୍ଭ କରିଛି, ଫୁଲରୁ। ତ ଚାଲନ୍ତୁ ଏହି ଜଙ୍ଗଲରେ ଆଗକୁ ବଢ଼ିବା। ଆଉ କିଛିଟା ସୌନ୍ଦର୍ଯ୍ୟ ଜିନିଷ ମୁଁ ଆପଣମାନଙ୍କୁ ଦେଖାଉଛି। ଓ ଭାଇ ସାଫ, ଓ ମାଇ ଗଡ୍। ସାଙ୍ଗମାନେ ଆପଣମାନେ ବର୍ତ୍ତମାନ ଦେଖୁଛନ୍ତି ଜଙ୍ଗଲର ଦୃଶ୍ୟ, ନେଚର ବା ପ୍ରକୃତି। ସାଙ୍ଗମାନେ ପ୍ରକୃତି ଏମିତି ଏକ ଜିନିଷ ଯାହାକୁ ଆପଣମାନେ ଯେତେ ଦେଖନ୍ତୁ ନା କାହିଁକି ଆପଣମାନଙ୍କୁ ସବୁବେଳେ କିଛି ନା କିଛି ନୂଆ ଦିଶେ। ଏବଂ ମୁଁ ସେହି ପ୍ରକୃତିର ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟକୁ ଉପଭୋଗ କରି এই ଜଙ୍ଗଲରେ ଆଗକୁ ବଢ଼ିବା ପାଇଁ ଚେଷ୍ଟା ଜାରି ରଖିବି। ସାଙ୍ଗମାନେ ସ୍ୱଚ୍ଛ ଆକାଶ ସହିତ ଏ ଧରାପୃଷ୍ଠରେ ସୁନ୍ଦର ପ୍ରକୃତିର ଝଲକ କେତେ ଯେ ସୌନ୍ଦର୍ଯ୍ୟପୂର୍ଣ୍ଣ, ମୁଁ ଏହାକୁ ଯେତେ ବି ନିଖୁଣ ଭାବରେ ଦେଖିଲେ ମଧ୍ୟ ମୋ ପେଟ ଭରୁନାହିଁ। ଇଚ୍ଛା ହୁଏ ଏମିତି ଦେଖି ଚାହିଁକି ଆଗକୁ ବଢ଼ିବା ପାଇଁ। ଏବଂ ଯେତେ ଆ ବିଷୟରେ ଭାବିଲେ ଚିନ୍ତିଲେ ଯାହା କଲେ ବି ମୋତେ ଲାଗେ ଯେ କିଛି ନା କିଛି ଜିନିଷ ମୋ ମନ ଭିତରେ ଅଧୁରା ରହିଯାଉଛି, ଯାହାକି ମୁଁ ବୁଝିପାରୁନି ଏତେ ଶାନ୍ତି ଏତେ ସୌନ୍ଦର୍ଯ୍ୟ କେମିତି ଏ ଜଙ୍ଗଲ ଭିତରେ ଭରିକି ରହିଛି। ଆର ରହସ୍ୟ କେଉଁଠି ବି ମୁଁ ପାଉନି। ତ ସାଙ୍ଗମାନେ ଚାଲନ୍ତୁ ଏଇ ରହସ୍ୟମୟ ଜଙ୍ଗଲରେ ଆମେ ଆଗକୁ ବଢ଼ିବା। ଓ ଭାଇ, ଏ ରହସ୍ୟମୟ ଜଙ୍ଗଲରେ କେମିତି ଯେ ମନରୁ ସବୁ କଷ୍ଟ ଦୂର ହୋଇଯାଏ ମୁଁ କିଛି ବି ଭାବିପାରେ ନା। କ'ଣ ରହିଛି ଔଷଧୀୟ ଗୁଣ ଏ ଜଙ୍ଗଲ ଭିତରେ, ଯାହାକି କଷ୍ଟକୁ ଯନ୍ତ୍ରଣାକୁ ଦୂର କରିଦିଏ ଏହି ଜଙ୍ଗଲରେ କିଛିଟା ସମୟ ବିତେଇଲେ। ଓ ମାଇ ଗଡ୍। ସାଙ୍ଗମାନେ ଚାଲନ୍ତୁ, କେତେ ସୁନ୍ଦର ରାସ୍ତାଟିଏ, ଆଗକୁ ବଢ଼ିବା। ଜୟ ଜଗନ୍ନାଥ। ମାଡ଼ି ଚାଲନ୍ତୁ ଆଗକୁ ବଢ଼ିବା। ହାଇ ସାଙ୍ଗମାନେ, ଜୟ ଜଗନ୍ନାଥ, ଶୁଭ ଖରାବେଳ। ତ ସାଙ୍ଗମାନେ ଦେଖିପାରୁଥିବେ ବର୍ତ୍ତମାନ ମୁଁ ଆସି ପହଞ୍ଚି ଯାଇଛି ଜଙ୍ଗଲ ଭିତରେ। ଏବଂ ଜଙ୍ଗଲ, ଆମ ଜଙ୍ଗଲରେ ଏତେ ସାରା ଗଛପତ୍ର ପ୍ରକୃତିର ସୌନ୍ଦର୍ଯ୍ୟ ଭରି ରହିଛି। ସାଙ୍ଗମାନେ ଯେତେ ମନ ଦୁଃଖ ଥାଉ ନା କାହିଁକି ଆମେ ଯଦି ଥରେ ଆସିକି ଏହି ଜାଗାରେ ପହଞ୍ଚି ଯାଉ ନା, ଆମ ମନରୁ ସବୁଯାକ କଷ୍ଟ କେତେବେଳେ ଯେ ଦୂର ହୋଇଯାଏ ଆମେ ଜାଣିପାରୁନା। ତ ସାଙ୍ଗମାନେ ଦେଖିପାରୁଥିବେ ବହୁ ବର୍ଷର ବୁଢ଼ା ବରଗଛ ମୂଳରେ ବର୍ତ୍ତମାନ ଆମେ ଠିଆ ହେଇଛୁ। ଏବଂ କେତେ ଯେ ଆନନ୍ଦ ଲାଗୁଛି ଏ ବରଗଛ ମୂଳରେ ଠିଆ ହେଇକି, ମୁଁ ସେଇଟା ଆପଣମାନଙ୍କୁ କେବେ ବି କହିପାରିବିନି এই ଭିଡ଼ିଓ ମାଧ୍ୟମରେ। ଆପଣମାନେ ନିଜେ ଯଦି ଆସିକି ଏମିତି କୌଣସି ଗୋଟେ ପୁରୁଣା ଗଛ ମୂଳେ ଠିଆ ହେଇଯିବେ ନା, ଆପଣମାନଙ୍କୁ ସେ ଯେଉଁ ଶାନ୍ତିଟା ମିଳିବ ସେ ଶାନ୍ତିଟା ନିଜେ ହିଁ ଫିଲ୍ କଲେ ଜାଣିପାରିବେ ନା କ'ଣ ମାମୁଁ? ତଥାପି ଆମର ଏଇ ଯେଉଁ ବନ୍ଧ ରାସ୍ତାରେ ଯେତେ ବି ସବୁ ବୁଢ଼ା ବରଗଛ ହଉ, ଓସ୍ତ ଗଛ ହଉ, ଯାହା ବି ସବୁ ଅଛି, ଇଏ ପ୍ରାୟତଃ କେତେ ବର୍ଷ ପୁରୁଣା ହେବ ମାମୁଁ କହିଲ ଟିକେ? ବହୁ ପୁରୁଣା, ମାନେ କେତେ ପୁରୁଷର ଗଛ ବୋଇଲେ ଆମେ କଳ୍ପନା କରିକି କହିପାରିବୁନି। ଜେଜେ ବାପା ଅମଳ, ମାନେ କେତେ ଜେଜେ ବାପା ଅମଳ ଆମର ଏଠି ପଳେଇଛନ୍ତି, କିନ୍ତୁ ଏହି ବରଗଛ ଆମର ଏଇ ବନ୍ଧ ଉପରେ ସେମିତି ଏମିତି ଠିଆ ହେଇଛି। ଦେଖନ୍ତୁ କେତେ ଝଡ଼ି ତୋଫାନ କେତେ କ'ଣ ହେଇଯାଉଛି, କିନ୍ତୁ ସେମିତି ଲୋକମାନଙ୍କୁ ଛାଇ ଦେଇ ଠିଆ ହେଇଛି ଏଇ ବରଗଛ। ବହୁତ ଖୁସି ଲାଗେ ଆଜ୍ଞା, ଏଇ ସମୟଟା ଆମର ଆଜି ଅତିବାହିତ ହେଇଯାଉଛି। କିନ୍ତୁ ଆମ ପିଲାମାନେ ତାଙ୍କ ପିଢ଼ି ସମୟରେ ଏସବୁ ଜିନିଷକୁ ଏମିତି ବଜେଇ ରଖିବା ଦରକାର, କାହିଁକିନା ବୃକ୍ଷ ହିଁ ସମ୍ପଦ, ବୃକ୍ଷ ହିଁ ଜୀବନ। ଯଦି ଗଛଟିଏ ଅଛି ସାଙ୍ଗମାନେ, ଆପଣମାନଙ୍କର ଖାଇବା ପିଇବା ଅମ୍ଳଜାନ କୌଣସି ପ୍ରକାରର ଅଭାବ ରହିବ ନାହିଁ। ତେଣୁକରି ଆପଣମାନେ ଯେତେ ଚେଷ୍ଟା କରନ୍ତୁ ଗଛ ଟିକେ ରୋପଣ କରିବା ପାଇଁ, ନାହିଁ କି ମାମୁଁ? ଏହି ଗଛ ଥିଲେ ଆମର ସବୁ କିଛି ଅଛି। ଆମ ପୂର୍ବପୁରୁଷ ଯେତେ ପିଢ଼ି ଆସିବେ ସେମାନେ ଖୁସିରେ ଟିକେ ଜୀବନଯାପନ କରିପାରିବେ। ତ ସାଙ୍ଗମାନେ ଦେଖନ୍ତୁ, ଆମ ମନ ଟିକେ ଦୁଃଖ ହେଇଯାଇଛି। ମୋର ଖାସ୍ କରିକି ମୋର କହୁଛି, ମୋ ମନ ଟିକେ କଷ୍ଟ ଥିଲା। ମୁଁ ଚେଷ୍ଟା କଲି କ'ଣ, ମୁଁ ଯଦି ଘରୁ ଆସିକି ଟିକେ ନାକୁ ଏଇ ଜଙ୍ଗଲ ଭିତରେ ବୁଲୁଛି ଆଜ୍ଞା, ଏଠି ମୋତେ ଡିଷ୍ଟର୍ବ କରିବା ପାଇଁ କେହି ନାହାନ୍ତି। ଯଦି ବି ଅଛନ୍ତି କେବଳ ଏଇ ଚଢ଼େଇମାନଙ୍କର ମିଠା ମିଠା ଶବ୍ଦ, ଆଉ ଯାହାକି ସେଇ ଶବ୍ଦ ଶୁଣିଲା ପରେ ମୋ ମନ ଶାନ୍ତି ହେଇଯାଏ, ଭଲ ଲାଗେ ମୋତେ। ଆପଣମାନେ କେତେବେଳେ ଯାଇକି ନେଚର ଭିତରେ ବୁଲନ୍ତୁ, ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ। ଆପଣମାନଙ୍କ ମନରେ ଯେକୌଣସି କଷ୍ଟ ଥାଉ କେତେବେଳେ ବି ଦୂର ହୋଇଯିବ, ଆପଣମାନେ ଜାଣିପାରିବେନି। ତ ଚାଲନ୍ତୁ ବର୍ତ୍ତମାନ ଏହିସବୁ ସମସ୍ୟାର ସମ୍ମୁଖୀନ ହୋଇକି ଆମେ ଏଇ ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟକୁ ଉପଭୋଗ କରିକି ଆଗକୁ ବଢ଼ିବା। ଆଗକୁ ଯାଇକି ଯାହା ସବୁ ରହିଛି ଏଇ ଜଙ୍ଗଲ ଭିତରେ ସୁନ୍ଦର ସୁନ୍ଦର ଦୃଶ୍ୟକୁ ମୁଁ ଆପଣମାନଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ ଦେଖେଇବି। ଆପଣମାନେ ବି ଏନ୍ଜୟ କରନ୍ତୁ ଏଇ ପ୍ରକୃତିର ଦୃଶ୍ୟକୁ, କେମିତି କ'ଣ ଆମେ ଏନ୍ଜୟ କରୁଛୁ ନିଜେ ରହିକି ଉପସ୍ଥିତ ଏଠି ଆପଣମାନଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ ଦେଖେଇବୁ। ଭିଡ଼ିଓ ସହିତ କଣ୍ଟିନ୍ୟୁ ଶେଷ ପର୍ଯ୍ୟନ୍ତ ଲାଗିକି ଭିଡ଼ିଓଟିକି ଲାଇକ୍ ସେୟାର ସବସ୍କ୍ରାଇବ୍ କରିକି ଆଗକୁ ବଢ଼ନ୍ତୁ। ଚାଲନ୍ତୁ, ଜୟ ଜଗନ୍ନାଥ, ମାଡ଼ି ଚାଲ। ସାଙ୍ଗମାନେ ଜଙ୍ଗଲ ଭିତର ଝରଣା ପାଖରେ ବସି ବହି ଯାଉଥିବା କୁଳୁକୁଳୁ କରି ସୁନ୍ଦର ନଦୀର ଦୃଶ୍ୟକୁ ଉପଭୋଗ କରିବାର ଆନନ୍ଦ ହିଁ କିଛି ଅଲଗା। ତ ଦେଖିପାରୁଥିବେ ପାଣି ଧୀରେ ଧୀରେ ଖସି ଆସିଲାଣି
ବନ୍ୟା ଜଳ ଯେଉଁ ଭଳିଆ ପ୍ରବାହିତ ହେଉଥିଲା ତାର ପ୍ରକୋପ ଟିକେ ଧୀରେ କମିଛି। ଏ ରହିଲା ଜଙ୍ଗଲ ନଦୀର ଦୃଶ୍ୟ। ହାଲକା ନିମ୍ନ ସ୍ତରର ପାଣି ରହିଛି ବର୍ତ୍ତମାନ ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ଲାଗୁଛି। ବା ଭାଇ ମଜା ଆସିଗଲା। ଦେଖନ୍ତୁ ଦେଖନ୍ତୁ ସାଙ୍ଗମାନେ ନଦୀର ଝରଣା କୁଳୁ କୁଳୁ ଶବ୍ଦ କରି କେତେ ସୁନ୍ଦର ଭାବରେ ପ୍ରବାହିତ ହେଉଛି। ବନ୍ୟା ଜଳ ନିଷ୍କାସନ ହେଉଛି ଦେଖନ୍ତୁ ଏଇଟା। ଓ ଭାଇ କେତେ ସୁନ୍ଦର ନେଚର ରହିଛି। ପ୍ରକୃତିର ସୌନ୍ଦର୍ଯ୍ୟ ସାଙ୍ଗମାନେ ଆମ ଜଙ୍ଗଲରେ ଅତ୍ୟଧିକ ମାତ୍ରାରେ ରହିଛି। ଦେଖନ୍ତୁ କିଛିଟା ପିଲା ବସିକି ଦେଖନ୍ତୁ ସେଠି ଆମର ବନିଶୀ ଖାଡ଼ିରେ କେମିତି ମାଛ ଧରୁଛନ୍ତି। ଓ ଭାଇ ନୂଆ ପାଣି ପଡ଼ିଛି ଆଉ ବହୁତ ମାତ୍ରାରେ ମାଛ ମଧ୍ୟ ଆସିଛନ୍ତି, ଯାହାକି ପିଲାମାନେ ବନିଶୀ ଖାଡ଼ି ଜରିଆରେ ମାଛ ଧରୁଛନ୍ତି। ଦେଖନ୍ତୁ ଏଇଟା ବନ୍ୟା ଜଳ ନିଷ୍କାସନ ହେଉଛି। ଓ ଭାଇ ମଜା ଆସିଯାଉଛି ଦେଖିକି। ସାଙ୍ଗମାନେ ଝରଣାର ପାଣିର ସାଉଣ୍ଡ କାହାକୁ ଶୁଣିବା ପାଇଁ ଭଲ ଲାଗେ ନିହାତି କମେଣ୍ଟ କରିବେ ତ। ଦେଖନ୍ତୁ କେମିତି କୁଳୁ କୁଳୁ ଶବ୍ଦ ହେଉଛି ଆଉ ମୁଁ ବସିକି ଏଇ ଜାଗାରେ ଏନ୍ଜୟ କରୁଛି ପୁରା ମନ ଭରିକି। ଓ ଭାଇ ମଜା ଆସିଯାଉଛି। କିନ୍ତୁ ଯାହା କୁହନ୍ତୁ ଅଲଗା ପ୍ରକାର ନେଚର। ସାଙ୍ଗମାନେ ଆମ ବନ୍ଧ ରାସ୍ତା ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ନା ସାଙ୍ଗମାନେ। ଏହି ରାସ୍ତାରେ ମୁଁ ଖାଲି ଏପଟକୁ ସେପଟ ହୋଇକି ମୁଁ ଏନ୍ଜୟ କରୁଛି ଏ ରାସ୍ତାକୁ। ତ ସାଙ୍ଗମାନେ ସୁନ୍ଦର ପବନ ଦେଉଛି। ଦ୍ୱିପହରେ ମଧ୍ୟ ହାଲକା ଖରା ଅଛି। ଉତ୍ତପ୍ତ ହେଲେ ବି ମଧ୍ୟ ସାଙ୍ଗମାନେ ପବନ ଜରିଆରେ ଯେଉଁ ଥଣ୍ଡାଟା ଆସୁଛି ସାଙ୍ଗମାନେ, ଓ ଭାଇ ମନ ଶାନ୍ତିରେ ଭାଇ। ଏଇ ଯେ ବନଲତା ପାହାଡ଼ ଆହାରେ ଦିଶେ କେଡ଼େ ସୁନ୍ଦର, ଏଠି ଦିନ ସରେ ନା ଏଠି ରାତି ପାଏ ନା, ଏଠି ଦିନ ସରେ ନା ଏଠି ରାତି ପାଏ ନା। ଓ ଭାଇ ସାପ ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ବୃକ୍ଷର ଚାଦର ତଳେ ମୁଁ ଠିଆ ହେଇଛି। ଓ ଭାଇ ଖରାର 1% ତାତି ବି ମୋତେ ସ୍ପର୍ଶ କରିପାରିବନି। ସାଙ୍ଗମାନେ ଦେଖନ୍ତୁ ଏ ରାସ୍ତାକୁ ଦେଖିକି ଆପଣମାନେ ଜାଣିପାରୁଥିବେ କେତେ ମାତ୍ରାରେ ଛାଇ ରହିଛି। ସାଙ୍ଗମାନେ ଦେଖନ୍ତୁ ଟୋଟାଲ ଜଙ୍ଗଲର ଭ୍ୟୁ। ସାଙ୍ଗମାନେ ମୋ ଚାରିପାଖର ଦୃଶ୍ୟକୁ ମୁଁ ଆପଣମାନଙ୍କୁ ଭିଡ଼ିଓ ଜରିଆରେ ଦେଖାଉଛି। ଓ ମାଇ ଗଡ୍ ଆପଣମାନେ ନିହାତି ଆମ ଜଙ୍ଗଲ ଥରେ ଆସିକି ଭିଜିଟ୍ କରନ୍ତୁ ସାଙ୍ଗମାନେ। ପ୍ରକୃତରେ ଆମ ଜଙ୍ଗଲ ଭିତରେ ଯେଉଁ ଶାନ୍ତି ରହିଛି ସାଙ୍ଗମାନେ, ସେ ଶାନ୍ତି ଆପଣମାନେ କେଉଁଠି ବି ଅନୁଭବ କରିପାରିନଥିବେ। ସାଙ୍ଗମାନେ ଚଢ଼େଇମାନଙ୍କର କିଚିରି ମିଚିରି ଶବ୍ଦ ସହିତ ବୃକ୍ଷମାନଙ୍କର ଯେଉଁ ଶୀତଳତା ରହିଛି, ଖାସ୍ କରିକି ଖରାଦିନେ ଆପଣମାନେ ଏ ଜଙ୍ଗଲକୁ ଆସନ୍ତୁ ଥରେ ଜାଣିବେ। ଓ ଭାଇ କି ପବନ ଆପଣମାନେ ଦେଖିପାରୁଛନ୍ତି ତ, ମାନେ ଅଲଗା ପ୍ରକାର। ଏ ଭାଇ ମଜା ଆସିଗଲା ରେ ୟାର, ପୁରା ଅଲଗା ପ୍ରକାର ମଜା। ତ ଚାଲନ୍ତୁ ବର୍ତ୍ତମାନ ଧୀରେ ଧୀରେ ଆଗକୁ ବଢ଼ିବା। ସାଙ୍ଗମାନେ ଅତ୍ୟନ୍ତ ଲେଟ୍ ହେଇଗଲାଣି, ଦ୍ୱିପହର ସମୟ ଖାଇବା ବେଳ। ତ ଆମେ ଏହି ରାସ୍ତାରେ ଆଗକୁ ଆଗକୁ ବଢ଼ୁଛୁ ଜଙ୍ଗଲ ରାସ୍ତାରେ। ଦେଖନ୍ତୁ କେଉଁ ଭଳିଆ ମଳୟ ପବନ ବହୁଛି ସାଙ୍ଗମାନେ। ଗଛର ପତ୍ରକୁ ଦେଖିକି ଆପଣମାନେ ଜାଣିପାରୁଥିବେ ପବନ କେତେ ଜୋରରେ ବାଜୁଥିବ ଆସିକି ଦେହରେ। ଭାଇ ପାଖରେ ନଦୀ ରହିଛି, ପୁଣି ନଦୀର ଜଳ ଅତ୍ୟନ୍ତ ଥଣ୍ଡା। ଆଉ ଆପଣମାନେ ଖାସ୍ କରିକି ପବନ ନହେଲେ ବି ଏ ଜାଗାରେ ଥଣ୍ଡାର ଅନୁଭବ କରିପାରିବେ, କାହିଁକିନା ପାଖରେ ଯେହେତୁ ନଦୀଟା ଆପଣମାନେ ଦେଖୁଛନ୍ତି। ଆଉ ଥଣ୍ଡା ହିଁ ଥଣ୍ଡା, ସବୁବେଳ ପାଇଁ ଥଣ୍ଡା ରହିବ ଏ ଜାଗା। ଓ ଭାଇ ମଜା ଆସିଗଲା। କୋଇଲି କେଉଁଠି ଗୋଟେ ରାବୁଛି, କେତେ ସୁନ୍ଦର ଶବ୍ଦ। ଓ ମାଇ ଗଡ୍ ଚାଲନ୍ତୁ ଆଗକୁ ବଢ଼ିବା। ସାଙ୍ଗମାନେ ଆପଣମାନେ ତ ଏତେ ସୁନ୍ଦର ଦୃଶ୍ୟ ଉପଭୋଗ କଲେ ଭିଡ଼ିଓ ଜରିଆରେ। ଆମ ଜଙ୍ଗଲରେ ପ୍ରକୃତିର ଯାହା ବି ସବୁ ବାତାବରଣ ରହିଛି ମୁଁ এই ଭିଡ଼ିଓ ଜରିଆରେ ଆପଣମାନଙ୍କୁ ଦର୍ଶାଇବା ପାଇଁ ପ୍ରୟାସ ଜାରି ରଖିଥିଲି। ଏବଂ ଶେଷରେ ଗୋଟିଏ କଥା କହିବି, ଆପଣଙ୍କ ଜୀବନରେ ଯେତେ ବି ଖରାପ ପରିସ୍ଥିତି ସମସ୍ୟା ଆସୁ କିମ୍ବା ଖରାପ ସମୟ ବି ଆସୁ, ଆପଣମାନେ ସବୁବେଳେ ସେ ଖରାପ ପରିସ୍ଥିତି ଆଉ ସମୟ ସହିତ ଆପଣମାନେ ଲଢ଼ିବା ଶିଖନ୍ତୁ। ଦେଖିବେ ନିହାତି ଆପଣମାନଙ୍କର ବିଜୟ ଲାଭ ହେବ। ଏବଂ ମୁଁ ଯେମିତିକି ଭାବିଲି ମୋ ପରିସ୍ଥିତି ଟିକେ ଖରାପ ଥିଲା, ମୋ ମନ ଦୁଃଖ ଥିଲା, ମୁଁ କ'ଣ କରିବି କ'ଣ ନାହିଁ, ଭିଡ଼ିଓ ନଥିଲା ମୋ ପାଖରେ। ମୁଁ ଆସିକି ସେମିତି ଏଇ ଜଙ୍ଗଲର ବାତାବରଣ ଭିତରେ ବୁଲିକି ମୋ ମନକୁ ଶାନ୍ତି କଲି ଏବଂ ଭାରି ଖୁସି ଲାଗିଲା। ତ ଚାଲନ୍ତୁ ବର୍ତ୍ତମାନ এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ରହିଲେ ଜୟ ଜଗନ୍ନାଥ, ମାଡ଼ି ଚାଲ।